ପଶ୍ଚିମ ଓଡ଼ିଶାର ହୃଦୟ ହେଉଛି ସମ୍ବଲପୁର। ଆଉ ସମ୍ବଲପୁରର ଆତ୍ମା ହେଉଛନ୍ତି ମା ସମଲେଶ୍ୱରୀ। କୁହାଯାଏ 1556 ମସିହାରେ ରାଜା ବଳରାମ ଦେବ ଜଙ୍ଗଲରେ ଶିକାର କରୁଥିବା ବେଳେ ଏକ ଅଦ୍ଭୁତ ଘଟଣା ଦେଖିଥିଲେ। ରାଜାଙ୍କ ଶକ୍ତିଶାଳୀ କୁକୁରକୁ ଗୋଟିଏ ଛୋଟ ଠେକୁଆ ଗୋଡ଼ାଉଥିଲା। ଏହି ଘଟଣା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ସେ ଜାଣିନଥିଲେ ଯେ ଏହା ଥିଲା ମାଙ୍କ ଦିବ୍ୟ ସଂକେତ। ସେହିଦିନ ରାତିରେ ରାଜାଙ୍କ ସ୍ୱପ୍ନରେ ଆସିଥିଲେ ମା ସମଲେଶ୍ୱରୀ। ମା କହିଥିଲେ, ମୁଁ ନଦୀ କୂଳରେ ଶିମୁଳି ଗଛ ତଳେ ବିରାଜମାନ, ମୋତେ ଖୋଜି ନେଇ ମନ୍ଦିର ସ୍ଥାପନ କର। ପରଦିନ ରାଜା ସେହି ସ୍ଥାନକୁ ଯାଇ ମାଙ୍କ ଦିବ୍ୟ ରୂପ ପାଇଥିଲେ ଏବଂ ନିର୍ମାଣ କରିଥିଲେ ଆଜିର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିର। ମାଙ୍କ ମୂର୍ତ୍ତି ମଧ୍ୟ ଅନ୍ୟ ଦେବୀଙ୍କ ଭଳି ନୁହେଁ, ଏକ ବିଶାଳ ପ୍ରସ୍ତର ଖଣ୍ଡର ମାଙ୍କ ଆଲୌକିକ ସ୍ୱରୂପ ବିରାଜମାନ। ସମୟ ସହିତ ମାଙ୍କ ମହିମା ଚାରିଆଡ଼େ ବ୍ୟାପିଗଲା। ଆଜି ମା ସମଲେଶ୍ୱରୀ କେବଳ ସମ୍ବଲପୁରରେ ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ। ଆଉ ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ। ମାଙ୍କ ଆଶୀର୍ବାଦରେ ଆଜି ବି ଗର୍ବର ସହ ପାଳନ କରାଯାଏ। ତେବେ ଆପଣ କେବେ ମା ସମଲେଶ୍ୱରୀଙ୍କ ମନ୍ଦିର ଯାଇଛନ୍ତି କି ନାହିଁ କମେଣ୍ଟ କରନ୍ତୁ। ଯଦି ଆପଣ ଓଡ଼ିଶାରୁ ଦେଖୁଛନ୍ତି ତାହେଲେ ଭିଡ଼ିଓ ସବୁ ଭାଇ ଭଉଣୀମାନଙ୍କୁ ସେୟାର କରିଦିଅନ୍ତୁ। ତ ରହୁଛି, ଦେଖାବା ଗୋଟେ କାଲି ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ, ଜୟ ମା ସମଲେଶ୍ୱରୀ।